ବେନ୍ କହୁଛି। ନମସ୍କାର, ମୋ ନିଜର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଏଇ କିଛି ସପ୍ତାହ ତଳେ ଓଡ଼ିଶାରେ ପ୍ରବଳ ହଲଚଲ, ଏ ଯେଉଁ ଓଡ଼ିଶା ଆସେମ୍ବଲି MLA ମାନର ଦରମା ବୃଦ୍ଧି ନେଇକରି ଲୋକମାନେ ରାଗିଲେ, ଯାହା ହେଲା ହେଲା ଆପଣମାନେ ସମସ୍ତେ ଜାଣିଛନ୍ତି। ଏବଂ ସେଇ ଟାଇମ୍ରେ ଯେତେବେଳେ କଣ୍ଟ୍ରୋଭର୍ସିଟା ହେଲା ଏବଂ ଆପଣମାନେ ସମସ୍ତେ ଆପସେଟ୍ ଥିଲେ, ରାଗିଥିଲେ ଯେ ଏଇଟା କ'ଣ ହେଉଛି, ଆମେ ପ୍ରବଳ କଥାବାର୍ତ୍ତା ବି ହେଇଛୁ ଯେ ଓଡ଼ିଶା ଆସେମ୍ବଲି ହେଉଛି ଏସେନ୍ସିଆଲି ଗୋଟେ କ୍ରୋଡ଼ପତିର ଆସେମ୍ବଲି, 73% କ୍ରୋଡ଼ପତି। ଏବଂ ମୁଁ ମୋର ଗୋଟେ ପୂର୍ବ ଅଧ୍ୟାୟରେ ଡିଟେଲରେ କହିଥିଲି ଯେ କେମିତି ଓଡ଼ିଶା ଆସେମ୍ବଲିରେ କ୍ରୋଡ଼ପତି ସଂଖ୍ୟା ବଢ଼ି ବଢ଼ି ଚାଲିଛି ଏବଂ ପ୍ରବଳ। ଏବଂ ଆପଣମାନେ ମୁଁ ଲିଷ୍ଟ ବି ଦେଇଥିଲି 3-4 ଜଣ ଯେ ସବୁଠୁ ଧନୀ ଓଡ଼ିଶା ଆସେମ୍ବଲି MLA ମାନେ ଭିତରେ। କିନ୍ତୁ ঠিক ଅଛି, ক্রোড়পতি অ্যাসেম্বলি মানিলি, কিন্তু তার ভিতরে কোন এই যে 147 জন MLA ଅଛି ଓଡ଼ିଶାରେ, তার ভিতরে কে গরিব MLA নাহাନ୍ତି? ଅଛନ୍ତି, ଥିବା କଥା। ତାହେଲେ ଆମେ ଯେତେବେଳେ ଧନୀ MLA ବିଷୟରେ କଥା ହଉଛି, ମୋର ଧାରଣା, ମୋର ବିଶ୍ୱାସ ଆମକୁ ସେଇ ଗରିବ MLA ବିଷୟରେ ବି କଥା ହେବା କଥା। କାହିଁକି ମୋର ସାମ୍ବାଦିକତା, ମୁଁ ଯେତେବେଳେ ସାମ୍ବାଦିକତା ଶିଖିଥିଲି ମୋତେ କୁହା ହେଇଥିଲା ବୋଥ୍ ସାଇଡ୍ସ ଅଫ୍ ଦ ଷ୍ଟୋରି। ଗୋଟେ ଷ୍ଟୋରିର ଏପଟ କଥା ବି କହିବ, ସେପଟ କଥା ବି କହିବ। ତ ଆଜି ସେପଟ କଥା କହିବି। ଧନୀ MLA ବିଷୟରେ କଥା ହେଇଥିଲି, ଆଜି ଗରିବ MLA ବିଷୟରେ କଥା ହେବି। ଏବଂ ଆପଣମାନଙ୍କୁ ମୁଁ ପଚାରୁଛି, ଆପଣମାନେ ଜାଣିଛନ୍ତି ଯେ ଓଡ଼ିଶା ଆସେମ୍ବଲିରେ ସବୁଠୁ ଗରିବ MLA କେ କହନ୍ତୁ? ମୁଁ ପଚାରୁଛି, କ୍ୱେଶ୍ଚନ୍ ଅଫ୍ ଦ ଡେ। ଓଡ଼ିଶାରେ ଗରିବ MLA କେ ଏବଂ କେତେ ଜଣ ଗରିବ ଅଛି କହୁଛି, ଆସୁଛି। ଧନୀ MLA ମୁଁ କହିଥିଲି ମୋର ଗୋଟେ ସେଇ ପୂର୍ବ ଭିଡ଼ିଓରେ 3-4ଟା ନାଁ ବି ଦେଇଥିଲି। କୁଇକ୍ ରିକ୍ୟାପ୍। ସବୁଠୁ ଧନୀ ସନାତନ ମହାକୁଡ଼, ତାର ଆସେଟ୍ କେତେ, ସମ୍ପତ୍ତି କେତେ? 227 କୋଟି ଟଙ୍କା, 227 crore। ନମ୍ବର 2ରେ ସୁଭାଷିନୀ ଜେନା, ସମ୍ପତ୍ତି କେତେ? ₹135 crore, 135 କୋଟି ଟଙ୍କା। তারপরে নাম্বার 3 কলিকেশ সিং দেও, 73 crores। নবীন পটনায়ক, নবীন বাবু, 71 crores। তারপরে আমার বর্তমান উপমুখ্যমন্ত্রী KV সিং দেও, 67 crores। সঞ্জীব কুমার মল্লিক, ভণ্ডারী পোকারি, ₹38 crores। তারপরে আমার রাজা প্রতাপ দেব, BJD, 21 crore। এমতি হচ্ছে লিস্ট। এই তথ্য অথেন্টিক তথ্য, রিয়েল তথ্য। କାହିଁକି ମୁଁ ଏଇ ତଥ୍ୟ ନେଉଛି, ମୁଁ ଯେ କହିଥିଲି ADR, ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍, ବଢ଼ିଆ ଗୋଟେ ସଂସ୍ଥା, এটা ସେମାନଙ୍କର ତଥ୍ୟ। ତ ଏଇ 147 জন MLA ଓଡ଼ିଶାର ପୁରା ଲିଷ୍ଟ ଅଛି। ଆପଣ ଯଦି ADR ୱେବସାଇଟ୍କୁ ଯିବେ, ସବୁଠୁ ଧନୀ, ତାরপরে 1, 2, 3 ଚାଲିଲା, ପୁରା 147ଟା। ତ ଯେ ସବୁଠୁ ତଳେ ଅଛି 147ରେ ଅଛନ୍ତି, ସେ ହେଉଛନ୍ତି ସବୁଠୁ ଗରିବ। ତ ମୁଁ ଏଇ ଅଧ୍ୟାୟରେ କଥା ହେବି, ପୂର୍ବ ଭିଡ଼ିଓରେ କହିଥିଲି ଉପରରେ କେମାନେ ଅଛି, ଆଜି କଥା ହେବି ତଳରୁ ମାନେ ତଳରୁ ସବୁଠୁ ତଳେ କେ, ତାরপরে সেকেন্ড লাস্ট কে, তার উপরে কে, মানে গরিব, লাস্ট, সেকেন্ড লাস্ট, এমতি। তো ସବୁଠୁ ଗରିବ କେ? ସବୁଠୁ ଗରିବ ସଞ୍ଜାଲି ମୁର୍ମୁ, ବାଙ୍ଗଡ଼ିପୁସିରୁ BJD ଟିକେଟରେ ଇଲେକ୍ଟେଡ୍ ହେଇଛନ୍ତି। ସେ ଜଣେ ST, ଶିରୁଲ ଟ୍ରାଇବ୍। ତାର ସମ୍ପତ୍ତି ମାନେ ସନାତନ ମହାକୁଡ଼ ମୁଁ କହିଥିଲି 227 କୋଟି ଟଙ୍କା। ସଞ୍ଜାଲି ମୁର୍ମୁ, তার টোটাল সম্পত্তি 35,000 ଟଙ୍କା, 35,000। ସଞ୍ଜାଲି ମୁର୍ମୁର କ୍ଷେତ୍ରରେ ମୁଁ କହିବି ତାର ଦରମା ବୃଦ୍ଧି ନିହାତି ଆବଶ୍ୟକ। କାହିଁ ହବନି? ମାନେ ତାର ଯଦି অ্যাসেট, সম্পত্তি যদি খালি 35,000 ଟଙ୍କା হব, তার কোন দরমা বৃদ্ধি দরকার নাই? দরমা বৃদ্ধি দরকার, মানে কেস স্পেসিফিক, যার দরকার তার দরমা বৃদ্ধি দরকার, মানে হওয়া উচিত। ମୁଁ ତ କହିବି ସଞ୍ଜାଲି ମୁର୍ମୁର ଦରମା ବୃଦ୍ଧି ନିହାତି ଆବଶ୍ୟକ, 35,000 ଟଙ୍କା। ତାরপরে কে ଅଛି, ମାନେ ମୁଁ ଏବେ କହୁଛି ସବୁଠୁ ପୁଅରେଷ୍ଟ ନମ୍ବର 1
ଇନ୍ ଟର୍ମସ୍ ଅଫ୍ ପୁଅର୍ ସାଞ୍ଜାଲି ମୁର୍ମୁ। ତାରପରେ ନମ୍ବର 2ରେ ଅଛନ୍ତି ମାଙ୍ଗୁ ଖିଲ୍ଲା, ଚିତ୍ରକୋଣ୍ଡାରୁ ଇଲେକ୍ଟ ହେଇଛନ୍ତି କଂଗ୍ରେସ ଟିକେଟରେ, ସେ ବି ଶିଡ୍ୟୁଲ୍ ଟ୍ରାଇବ୍ ଏସ୍ଟି। ତାର ସମ୍ପତ୍ତି ଟିକେ ଅଧିକା, ₹1.47 lakhs, ଲକ୍ଷେ 47,000 ଟଙ୍କା, 1,47,000, ନଟ୍ ମାଚ୍, ମାନେ ଏବେ ମାନେ ପ୍ରାୟ 1.5 ଲକ୍ଷ ଟଙ୍କା, 1.5 ଲକ୍ଷ ଟଙ୍କାର ହଉଛି ଯଦି ତାର ଟୋଟାଲ ସମ୍ପତ୍ତି, ମୋର ଧାରଣା ସେ ଗରିବ। ମଙ୍ଗୁ ଖିଲ୍ଲା। ନମ୍ବର 3, ଦ ଥାର୍ଡ ପୁଅରେଷ୍ଟ, ସବୁଠୁ ଗରିବ ଓଡ଼ିଶା ଆସେମ୍ବଲିରେ 147 জন ଏମଏଲଏ ଭିତରେ ପବିତ୍ର ସୁଆଣ୍ଟା, ଲକ୍ଷ୍ମୀପୁରରୁ ଇଲେକ୍ଟ ହେଇଛନ୍ତି କଂଗ୍ରେସ ଟିକେଟରେ, ଏଗେନ୍ ଶିଡ୍ୟୁଲ୍ ଟ୍ରାଇବ୍ ଏସ୍ଟି। ତାର ସମ୍ପତ୍ତି ₹2.90 lakh, 2,90,000 ଟଙ୍କା, ସେ ବି ଗରିବ, 2,90,000 ଟଙ୍କା, কোন ভ্যালু, মানে টোটাল অ্যাসেট। নাম্বার 4 পুଅରେଷ୍ଟ গরিব ଓଡ଼ିଶା ଆସେମ୍ବଲିରେ ସୁଦର୍ଶନ ହରିପାଲ, ରେଙ୍ଗାଲିରୁ ଇଲେକ୍ଟ ହେଇଛନ୍ତି, ସେ ଜଣେ ଶିଡ୍ୟୁଲ୍ କାଷ୍ଟ ଏସ୍ସି, ବିଜେଡି ଟିକେଟରେ ଜିତିଛନ୍ତି, ବିଜେଡି ଏମଏଲଏ। ତାର ସମ୍ପତ୍ତି 3,81,000 ଟଙ୍କା, 3,81,000। তারপরে নাম্বার 5 গরিব এমএলএ ଓଡ଼ିଶାରେ ଜଲେନ ନାୟକ, ରୟରଙ୍ଗପୁରରୁ ଇଲେକ୍ଟ ହେଇଛନ୍ତି, ଶିଡ୍ୟୁଲ୍ ଟ୍ରାଇବ୍ ବିଜେପି ଏମଏଲଏ। তার সম্পত্তি 12,86,000 ଟଙ୍କା। এই সম্পত্তি তালিকা, মানে গরিব এমএলএর তালিকা ଦେଖିଲା ପରେ ମୁଁ ବି ବିରୋଧ କରୁଥିଲି এই যে ଦରମା ବୃଦ୍ଧି, ମାନେ ଆକ୍ରସ୍ ଦ ବୋର୍ଡ, ଯେମାନେ କ୍ରୋଡ଼ପତି ସେମାନର ବି ବଢ଼ିଲା, ସମସ୍ତଙ୍କର ବଢ଼ିଲା। ମୁଁ ଟିକେ ମୋର ଆର୍ଗୁମେଣ୍ଟ ଟିକେ ଆଜି ଏଇ ଅଧ୍ୟାୟରେ ଚେଞ୍ଜ କରିବି। ମୁଁ କହିବି ଯାହାର ଦରକାର, ଯେ ସତ୍ୟରେ ଗରିବ, ତାର ବୋଧହୁଏ ଦରମା ବୃଦ୍ଧି ଆବଶ୍ୟକ। ମାନେ ସାଞ୍ଜାଲି ମୁର୍ମୁ, ମଙ୍ଗୁ ଖିଲ୍ଲା, ପବିତ୍ର ସୁଆଣ୍ଟା, হ্যাঁ আপন মানে ক্রোড়পতি মানে দেবেনি, মানে যার 227 কোটি টঙ্কা ଅଛି প্রপার্টি, তার তো দরমা বৃদ্ধি দরকার নেই, কিন্তু বোধহয় এমানেরও দরকার। সুতরাং হয়তো মোর ধারণা ଓଡ଼ିଶା ଆସେମ୍ବଲି, ଓଡ଼ିଶା ସ୍ପିକର ଏମାନର ଟିକେ ବିବେଚନା କରିବା ଦରକାର ଯେ କେସ୍ ସ୍ପେସିଫିକ୍, କାর କେତେ ସମ୍ପତ୍ତି ଅଛି, କାর ଆୟ କେତେ, সেই ଅନୁସାରେ কোন ଆମେ ଦରମା ବୃଦ୍ଧି କରିବୁ କଥା। ତ এটা ହଉଛି ଯେ ଗରିବ ଏମଏଲଏର ମୁଁ କିଛି ନମୁନା ଆପଣମାନଙ୍କୁ ଦେଲି, ଆଉ ଅଛି, ଆପଣ ଚାଲିବେ ଟିକେ ଟିକେ କରିକି ଦିତା ଏମାନର ଆସେଟ୍ ସମ୍ପତ୍ତି ବଢୁଛି। ଏଟା ମାନେ এটা ହଉଛି ଇଏ। ତ ମୁଁ ଦେଖୁଥିଲି ଆପଣ ଯଦି ଓଡ଼ିଶାର ସବୁଠୁ ଗରିବ 12 জন ଏମଏଲଏ କୁ ଧରିବେ, 12 জন, 12 ମୋଷ୍ଟ ପୁଅରେଷ୍ଟ ଅଫ୍ ଓଡ଼ିଶା ଏମଏଲଏସ୍। নাম্বার 1 হচ্ছেন সাঞ্জালি মুর্মু, তারপরে 2, 3, 4, 5 করে 12 পর্যন্ত যদি যাবে, মতে লাগিলে আপন যদি এই গরিব এমএলএর কেস স্টাডি করিবে, জানিপারিবে যে আমার তো মানে সবু সোসাইটিরে বৈষম্য আছে, আপার কাস্ট, শিডুল ট্রাইব, এবং এটা মানে ইট ইজ অ্যাকসেপ্টেড যে এসসি এসটি পছরে অଛନ୍ତି। তো আপন যদি উড়িষ্যার গরিব এমএলএর মানে দেখিবে কে কে অଛନ୍ତି গরিব লিস্টরে, প্রথম 12 জন ভিতরে 11 জন হচ্ଛନ୍ତି আইদার এসসি কিংবা এসটি। তার অর্থ কଣ ଆପଣ ବୁଝିପାରୁଛନ୍ତି? ମାନେ প্রথম মানে ସବୁଠୁ গরিব 12 জন এমএলএ ভিতরে উড়িষ্যারে 11 জন হচ্ଛନ୍ତି এসসি কিংবা এসটি। ଆଉ ଟିକେ ସ୍ପେସିଫିକ୍ ମୁଁ ଷ୍ଟଡି କରିଛି। ଏଇ 12 জন ଭିତରେ 8 জন ହଉଛନ୍ତି ଶିଡ୍ୟୁଲ୍ ଟ୍ରାଇବ୍, ଆଉ 3 জন ହଉଛନ୍ତି ଏସସି ଶିଡ୍ୟୁଲ୍ କାଷ୍ଟ। ଆଉ ସବୁଠୁ ଗରିବ ଏଇ 12 জন ଏମଏଲଏ ଭିତରେ ଖାଲି ଜଣେ ଅଛନ୍ତି, ଜଣେ, ଯେ ଏସସି ବି ନୁହନ୍ତି କି ଏସଟି ବି ନୁହନ୍ତି। ସେ ହଉଛନ୍ତି ମାନସ କୁମାର ଦତ୍ତ, ବିଜେପିର ଏମଏଲଏ। ତାର সম্পত্তি হচ্ছে 37 lakhs, 37 লক্ষ। মানে 12 জন ভিতরে 11 জন হচ্ছেন এসসি কিংবা এসটি। তো মোর ধারণা এটা এই এমএলএ মানের গরিব এবং ইয়ে ভিতরে দিস ইজ আ রিফ্লেকশন অফ ওড়িশা সোসাইটি। মানে এসসি এসটির অবস্থা কম।
ଆମର ଗୋଟେ ଧାରଣା ଅଛି ଯେ ସେମାନେ ବ୍ୟାକୱାର୍ଡ, ମାନେ ଦେ ଆର୍ ନଟ୍ ଡୁଇଂ ଭେରି ୱେଲ୍ ଜଣାପଡ଼ୁଛି। ତ ମୁଁ ଏଇଟା ଦେଖିଲା ପରେ, ନଜରରେ ଆସିଲା ପରେ ଯେ ଆରେ ଏଇଟା 12 ଜଣ ଗରିବ ଭିତରେ 11 ଜଣ ହେଉଛି SC ST, ମୋତେ ଟିକେ କ୍ୟୁରିଓସିଟି ହେଲା ଯେ ତାହେଲେ ଦେଖିବା ଧନୀ ଭିତରେ SC ST କେତେ ଜଣ ଅଛନ୍ତି, ମାନେ ଧନୀ ଭିତରେ। ଧନୀ ମୁଁ ତ କହିଲି କୋଟିପତି କରୋଡ଼ପତି ଅଛନ୍ତି, ତ ମୁଁ ଦେଖିଲି ତାହେଲେ SC ST କେତେ ଅଛି। ମୁଁ ଦେଖୁଥିଲି ନମ୍ବର ସବୁଠୁ ଧନୀ ମୁଁ କହିଲି ସନାତନ ମହାକୁଡ଼, ତାরপরে সুভাষিনী জেনা, তারপরে কলিকেশ সিংহ, চাল্লা 1 2 3 4 চালুছি ସବୁଠୁ ধনী। প্রথম SC কিংবা ST MLA ধনী ভিতরে আসিলা নাম্বার 18 রে, 18 1 2 3 4 এমতি চালিছি, তারপরে প্রথম SC ST নাম্বার 18 রে আসলে সে হউଛନ୍ତି যোগেশ কুমার সিং। ସୁନ୍ଦରଗଡ଼ରୁ ଇଲେକ୍ଟ ହେଇଛନ୍ତି। ହି ଇଜ୍ ଅ ଶିଡ୍ୟୁଲ୍ଡ ଟ୍ରାଇବ୍ ST। ତାର ସମ୍ପତ୍ତି ହେଉଛି 8.05 crore, ବଟ୍ ହି ଇଜ୍ ନମ୍ବର 18th ଇନ୍ ଦ ରିଚ୍ ଲିଷ୍ଟ। ଆଉ 18 ପରେ ନେକ୍ସଟ SC କିମ୍ବା ST ଆସୁଛନ୍ତି 26, ନମ୍ବର 26ରେ, ଏବଂ ସେ ହେଉଛନ୍ତି ମାନେ ଜଣାଶୁଣା MLA বিঞ্ঝারপুরରୁ প্রমীলা মল্লিক, বড় নেত্রী। তার সম্পত্তি 6.20 crore, 6 কোটি টাকা। তো এটা তো মানে আপন যদি ST SC কিংবা ST হবে, ইট ইজ মোর লাইকলি দ্যাট ইউ আর আ গরিব MLA, কিংবা এবং আপন যদি SC কিংবা ইফ ইউ আর নট SC অর ST, দের ইজ এভরি চান্স দ্যাট ইউ উইল বি অন দ্য টপ ব্র্যাকেট, প্রথম মানে ধনী লিস্টে আছে। তো এই ADR এইসବୁ ଦେଖୁ ଦେଖୁ ମୋତେ ଲାଗିଲା ଆଚ୍ଛା ଓଡ଼ିଶାରେ ତ ସବୁଠୁ ଧନୀ ସନାତନ ମହାକୁଡ଼ 227 କୋଟି ଟଙ୍କା। তো ତାହେଲେ ଭାରତବର୍ଷରେ ବି ତ ସବୁ ରାଜ୍ୟରେ MLA ଅଛି, ତାହେଲେ ସେଠି ଧନୀ MLA ମାନେ ସବୁଠୁ ଧନୀ কোন ଆସେମ୍ବଲିରେ কোন ରାଜ୍ୟରେ ବାହାରିଲା? ସବୁଠୁ ଧନୀ MLA ମାନର କନସେନ୍ଟ୍ରେସନ ହେଉଛି according to ADR, Association for Democratic Reforms, ସବୁଠୁ ଧନୀ ଇଲେକ୍ଟେଡ୍ MLA ମାନର କନସେନ୍ଟ୍ରେସନ ହେଉଛି 3ଟା ରାଜ୍ୟରେ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ। ପଇସା ହିଁ ପଇସା, ମାଲାମାଲ। ମାନେ তো তারপরে মোর প্রশ্ন আসিলা, কিউরিওসিটি, কৌতূহল, যে ভারতবর্ষের ସବୁଠୁ ধনী MLA কে বর্তমান ভারতবর্ষের ସବୁ রাজ্য ମିଶିକିରି ବାହାରିଲା, ସେଇ ADRରେ ବାହାରିଲା ରିପୋର୍ଟରେ। ସବୁଠୁ ଧନୀ ପରାଗ ସାହା, ବିଜେପିର MLA ମହାରାଷ୍ଟ୍ରରୁ, ବର୍ତ୍ତମାନ MLA। ଏବେ କହନ୍ତୁ ତାର କେତେ ସମ୍ପତ୍ତି ହେଇପାରେ, ଆସେଟ୍? 3,400 କୋଟି ଟଙ୍କା। ବିଜେପିର MLA ମହାରାଷ୍ଟ୍ର ପରାଗ ସାହା, ହି ଇଜ୍ ଦ ରିଚେଷ୍ଟ MLA in the country, in the whole of India. ବହୁତ ପଇସା। ତ ଆଉ ଗୋଟେ କ୍ୟୁରିଓସିଟି, କୌତୂହଳ, ପ୍ରଶ୍ନ ଜାଗିଲା ମୋର, କାହିଁ ଏତେ ଯଦି ମାଲାମାଲ ହୁଏ, ମାନେ ମାଲାମାଲ MLA ଅଛନ୍ତି, ତାହେଲେ ଭାରତବର୍ଷରେ ସବୁଠୁ ଗରିବ MLA କେ? ଆମର ଓଡ଼ିଶାରେ ମୁଁ କହିଲି ସଞ୍ଜାଲି ମୁର୍ମୁ, ତାହେଲେ ସାରା ପୁରା ଭାରତବର୍ଷରେ ସବୁଠୁ ଗରିବ MLA କେ? ସେଟା ବି ବାହାରିଲା, ADRରେ ଅଛି। ଏକ୍ସଟେନ୍ସିଭ କାମ କରନ୍ତି ଏଇ ADR। ତ ସବୁଠୁ ଗରିବ MLA ହେଉଛନ୍ତି ୱେଷ୍ଟବେଙ୍ଗଲରେ ବାହାରିଲା। ୱେଷ୍ଟବେଙ୍ଗଲରେ ଜଣେ MLA, ତାର ନାମ ହେଉଛି ନିର୍ମଲ କୁମାର ଧାରା। ନିର୍ମଲ କୁମାର ଧାରା ଭାରତବର୍ଷର ସବୁଠୁ ଗରିବ MLA, ଏବଂ ତାର ସମ୍ପତ୍ତି କେତେ ଜାଣିଛନ୍ତି? ମାନେ হাসিবে না কাঁদিবে বুঝিପାରିବେନି। তার টোটাল সম্পত্তি 1700 ଟଙ୍କା, 1700, 1700 rupees তার সম্পত্তি। সে বেঙ্গলর MLA, কিন্তু ମୁଁ ତ କହିବି ବେଙ୍ଗଲ ଆସେମ୍ବଲିର ତାର ଦରମା ବୃଦ୍ଧି ନିହାତି ଆବଶ୍ୟକ, କରିବା ଉଚିତ। ଆରେ ସେ ମରିଯିବ ନା ଖାଇଦେବେ ପାଏ, ଅନାରରେ ମୃତ୍ୟୁ ହବ। ତାର ଆସେଟ୍ ହେଉଛି 1700, 1700 ଟଙ୍କା। ତ ଏଇଟା ହେଉଛି ମାନେ ମୁଁ ସବୁ ଟାଇମରେ ଆଇ ବିଲିଭ୍ ଇନ୍ ଦିସ୍। ଗୋଟେ କଏନ୍ ଯେତେବେଳେ ନେବେ, କଏନ୍ କେତେବେଳେ ମାନେ ସବୁ ଟାଇମରେ କଏନ୍ର ଦୁଇଟା ସାଇଡ୍ ଥିବ, ଏପଟେ ଥିବ ସେପଟେ ଥିବ। ତ
তো ସାମ୍ବାଦିକତା ଟାଇମ୍ କରିବା ହେଲେ ସବୁ ଷ୍ଟୋରିର ଦୁଇଟା ସାଇଡ୍ ଅଛି, ଭଲ ଥିବ ଖରାପ ଥିବ, ପଜିଟିଭ୍ ଥିବ ନେଗେଟିଭ୍ ଥିବ। এই ସାଇଡ୍ ଏଇଆ କହିବ, ତାର অন্য ସାଇଡ୍ ଆଉ ଗୋଟେ କାଉଣ୍ଟର ଆର୍ଗୁମେଣ୍ଟ କରିବ। ତ ଆମେ ତ ଏଇ ଦରମା ବୃଦ୍ଧି କଣ୍ଟ୍ରୋଭର୍ସିରେ ସମସ୍ତେ କଥା ହେଲୁ କ୍ରୋଡ଼ପତି ଏମଏଲଏ ନେଇକିରି, ଏବଂ ମୁଁ ବି କହିଲି ଗୋଟେ ପୂର୍ବ ଭିଡ଼ିଓରେ କରିଥିଲି ଯେ ଧନୀ ଏମଏଲଏ ମାନେ କି, ତ ମୋର ଧାରଣା ଗରିବ ଏମଏଲଏ ବିଷୟ ବି କଥା ହେବା କଥା। ତ ଆଜି କହିଲି ଏବଂ ଆପଣମାନଙ୍କୁ ଜଣାଇଲି ଯେ କେ ଗରିବ ଅଛନ୍ତି, ଏବଂ ସବୁଠୁ ଗରିବ କେ ସଞ୍ଚାলী ମୁର୍ମୁ। তো সঞ্চালী মুর্মু, যার টোটাল সম্পত্তি 35,000 টঙ্কা, 35,000, তার দরমা বৃদ্ধি কোন প্রয়োজন? মোর ধারণা তার দরমা বৃদ্ধি প্রয়োজন। তো এটা হইপারে যে অ্যাসেম্বলি পুনি বসিবে এবং কথাবার্তা হবে যে ব্ল্যাঙ্কেট সমস্ত দরমা না বড়াই কিনা, হয়তো কেস স্পেসিফিক যদি কিছু করি হব, তাই যার দরকার তাহাকে কাই দেবেন, তার হেবা কথা। তো এটা হচ্ছে ଆଜିର, ମୁଁ ଭାବୁଛି ଯେ ଏଇଟା ଗୋଟେ ଇଣ୍ଟରେଷ୍ଟିଂ ଇଏ, କାହିଁ ଆମେ କେବେ ବି ପୁଅର ଏମଏଲଏ ନେଇକିରି କଥା ହେଇନୁ ଯେ ସତରେ ଗରିବୀ ଅଛି, ଏମଏଲଏ ମାନଙ୍କ ଭିତରେ ବି ତ ଗରିବ ଥିବେ, ତ ମୁଁ ତ କହିଲି ଦେଖେଇଲି ଗରିବ ଅଛି। ଏଇଟା ଆମର ମାନେ ଆମର ଫୋକସରେ ନଥିଲା। ମୁଁ ଭାବିଲି ଏଇଟା ଗୋଟେ ନୂଆ, ୟେସ୍ वी शुड ऑल्सो टॉक अबाउट देम। ଆମେ ଧନୀ ଏମଏଲଏ ବିଷୟରେ କଥା ହଉଛୁ, ଆଟ୍ ଦ ସେମ୍ ଟାଇମ୍ वी शुड नॉट लूज साइट ଯେ ଗରିବ ଏମଏଲଏ ବି ଏଇ ଆସେମ୍ବଲିରେ ଅଛନ୍ତି, ଅଳ୍ପ ସଂଖ୍ୟାରେ ଅଛନ୍ତି କିନ୍ତୁ ଅଛନ୍ତି, ଏବଂ ବୋଧହୁଏ ସେମାନଙ୍କର ଦରମା ବୃଦ୍ଧି ଆବଶ୍ୟକ। ଆପଣମାନେ ଡିସାଇଡ୍ କରନ୍ତୁ। ଆଜି ପାଇଁ ଏତିକିରେ, ପୁଣି କଥା ହେବି ଆଗାମୀ ଅଧ୍ୟାୟରେ। ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ମୁଁ ରୁବେନ୍ କହୁଛି, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ ସେକ୍ସନରେ କମେଣ୍ଟସ୍ ଦିଅନ୍ତୁ ଏବଂ ଏଇ ଯେଉଁ ବେଲ୍ ଆଇକନ୍, ନୋଟିଫିକେସନ୍ ଆଇକନ୍ ପ୍ରେସ୍ କରନ୍ତୁ। ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବି ଆପଣମାନେ ଅଟୋମେଟିକ୍ ନୋଟିସ୍ ପାଇଯିବେ। খুব জলদি দেখা হব। নমস্কার। ମୁଁ ରୁବେନ୍ କହୁଛି।